ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ଯାତ୍ରା ପଡ଼ିଆଠାରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେ କହିଥିଲେ, ଏଠିକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ବିଶ୍ୱ ବଜାରରେ ଆଦୃତି ଲାଭ କରିଛି। ଏହାର ସଦସ୍ୟମାନେ ଜଣେ ଜଣେ ଲକ୍ଷପତି ଦିଦି ହେବେ ବୋଲି ସେ ଆଶାବାଦୀ ଥିବା କହିଥିଲେ। କନ୍ଧମାଳ ଜିଲ୍ଲା ମହିଳା ସଶକ୍ତିକରଣରେ ସବୁଠୁ ଆଗୁଆ ଜିଲ୍ଲା। କନ୍ଧମାଳ ହଳଦୀ ଆପଣଙ୍କର ଏଠୁ ସୋରିଷ ଷ୍ଟ୍ରବେରୀ ବିଭିନ୍ନ ପରିବା ଚାଷରେ ଏବଂ ତେଲ ବ୍ୟବସାୟରେ ମହିଳାମାନେ ବହୁତ ଆଗରେ ଅଛନ୍ତି। ଶ୍ରୀମତୀ ପରିଡ଼ା କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ସମସ୍ତ ଧର୍ମସ୍ଥଳୀ ଗୁଡ଼ିକ ସଂଯୋଗ ହେବ। ଜଣେ ପର୍ଯ୍ୟଟକ ଆସି 2 ଦିନ ରହଣି କରି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବୁଲି ପାରିବ। ସେଥିପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ କରିଡର ନିର୍ମାଣ ହେବ ବୋଲି ସେ କହିଥିଲେ। ଆମେ ଦାରିଙ୍ଗବାଡିକୁ ଗୋଟେ ଡେଷ୍ଟିନେସନ ହବ୍ ଯେମିତି ଲୋକ ଏଠିକି ନେଚର ପାଇଁ ଆସିବେ 2-3 ଦିନର ପ୍ୟାକ୍ରେ ଏଠି ରହିବେ। ଏହାକୁ ବଢ଼େଇବା ପାଇଁ କି ରୋଡ ମ୍ୟାପ୍ ପ୍ରସ୍ତୁତ କରୁ। ତା ସହିତ ଆମେ କେବଳ ଚକାପାଦରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ କରିଡରଟା ଯୋଡୁଛୁ। ରାଜ୍ୟର ମାଲକାନଗିରି କୋରାପୁଟ ବୌଦ୍ଧ ନବରଙ୍ଗପୁର ଜିଲ୍ଲାରୁ ମାଓ ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇସାରିଛି। କନ୍ଧମାଳ ଜିଲ୍ଲା ସହ ପଡ଼ୋଶୀ ରାୟଗଡ଼ା ଗଞ୍ଜାମ ଓ କଳାହାଣ୍ଡି ସୀମାନ୍ତରେ ଅଳ୍ପ ସଂଖ୍ୟକ ମାଓବାଦୀମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଛନ୍ତି। ମାଓବାଦୀଙ୍କୁ ଠାବ କରିବା ପାଇଁ ତଲାସୀ ଅଭିଯାନରେ 12 ପ୍ଲାଟୁନ୍ ଏସ୍ଓଜି ଫୋର୍ସ ବିଏସ୍ଏଫ୍ ସିଆର୍ପିଏଫ୍ ଓ କନ୍ଧମାଳ ପୋଲିସ ସାମିଲ ହୋଇଛନ୍ତି ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଏବେ ମାଓବାଦୀ ସମସ୍ତେ ସରେଣ୍ଡର କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ଫୋର୍ସଫୁଲି ରଖିବା ପାଇଁ ଏ ସବୁ ଜିନିଷଟା ଭୟଭୀତ କରିବା ପାଇଁ ଏ ସବୁ ଜିନିଷଟା କରୁଛନ୍ତି। ମୁଁ ଅନୁରୋଧ କରିବି କିଏ ବି ସରେଣ୍ଡର କରିବାକୁ ଚାହୁଁଛନ୍ତି ଆମର କନ୍ଧମାଳ ପୋଲିସ ଆପଣଙ୍କର ଜଙ୍ଗଲରେ ସମସ୍ତଙ୍କର ନମ୍ବର ସେୟାର କରାଯାଇଛି, ପୋଷ୍ଟର ବି ଲଗାଇଛୁ ଆମେ। କନ୍ଧମାଳ ଜିଲ୍ଲା ପୋଲିସ ଅପରେସନ ନୀଳ ଜହରକୁ କଡ଼ାକଡ଼ି କରିଛି। ଗଞ୍ଜେଇକୁ କିଭଳି ରୋକାଯାଇପାରିବ ସେଥିପାଇଁ କନ୍ଧମାଳ ସଶସ୍ତ୍ର ପୋଲିସ ଦୁର୍ଗମ ଅଞ୍ଚଳରେ ପଶି ଗଞ୍ଜେଇ କ୍ଷେତ ଚିହ୍ନଟ ସହ କଟର ମେସିନ ଦ୍ୱାରା ପ୍ରତ୍ୟେକ ଦିନ ଶହ ଶହ ଏକର ଜାଗାରୁ ଗଞ୍ଜେଇ ଗଛ କଟାଯାଉଛି। ତେବେ ଗଞ୍ଜେଇ ତେଲ ଏପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ହୋଇନଥିବା କହିଛନ୍ତି ଜିଲ୍ଲାର ବରିଷ୍ଠ ଆଇପିଏସ୍ ତଥା ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୋସଲେ। ଆମେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରେଡ୍ କରିଥିଲୁ। ସେଠିରେ ଆମେ ଟୋଟାଲ 21,500 କେଜି ଗାଞ୍ଜା ଆମେ ସିଜ୍ କରିଛୁ, ଯାହାର ମାର୍କେଟ ମୂଲ୍ୟ ହେଉଛି ପାଖାପାଖି 30 କରୋଡ଼ ରୁପିଜ୍। ଏହା ଅଭିଯାନ ଆମର ନାର୍କୋଟିକ୍ସ ବିରୁଦ୍ଧରେ ଜିରୋ ଟଲରାନ୍ସ ପଲିସିକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରୁଛି। ଫୁଲବାଣୀ ବଜାରରେ ବିକ୍ରି ହେଉଛି ଭଳିକି ଭଳି ତଟକା ପନିପରିବା, ତାହା ପୁଣି ବଜାର ଦରଠାରୁ ବହୁ ଶସ୍ତାରେ। ଯେଉଁମାନେ ପରିବା ବିକୁଛନ୍ତି ସେମାନେ ଜଣେ ଜଣେ କଏଦୀ। ଏବେ ପନିପରିବା ଚାଷ କରି ଚର୍ଚ୍ଚାରେ ଅଛନ୍ତି ଫୁଲବାଣୀ ମଣ୍ଡଳ କାରାଗାରର ଅନ୍ତେବାସୀମାନେ। ଏ ସମ୍ପର୍କରେ କହିଛନ୍ତି ଅନ୍ତେବାସୀ ଭୀମସେନ କଅଁର। ଜେଲକୁ ଆସିଲା ପରେ ଟିକେ ଭୟ ଲାଗିଥିଲା। ଆଉ ପ୍ରତ୍ୟେକ ଦିନ 7ଟାରେ ଆସୁ, 11:30-12 ବାଜେ ଯାଉ ଜେଲ ଭିତରକୁ। ଆଉ ଚାଷବାସ କରିକି ଆମେ ଉପକୃତ ହବୁ ଦିନେ ନା ଦିନେ, ସେଇ ହିସାବରେ ଆମେ ଚାଷବାସ ବି ଶିଖୁଛୁ। ଏଭଳି ଉଦ୍ୟମ ସମ୍ପର୍କରେ କହିଛନ୍ତି ଶିକ୍ଷାବିତ୍ ରାଧାନାଥ ସାହୁ। ବହୁତ ଫ୍ରେଶ ପରିବା ପ୍ରତ୍ୟେକ ଦିନ ସକାଳ 7ଟା ଅଧରେ ଆସେ। ସେଠି ଆପଣଙ୍କର ଫୁଲକୋବି, ବାଇଗଣ, ଭେଣ୍ଡି, ଝୁଡୁଙ୍ଗ ବିଭିନ୍ନ ପ୍ରକାର ଜିନିଷ ଅନ୍ତେବାସୀ ମାନେ ଯୋଉ କରୁଛନ୍ତି, ବହୁତ ଉଚ୍ଚ କୋଟିର ସେ ପରିବା ଏଠିକି ଆସୁଛି ଆଉ ବହୁତ ଶସ୍ତା ରେଟ୍ରେ ବି ମିଳେ। ଫୁଲବାଣୀ ମଣ୍ଡଳ ଜେଲ୍ ଅଧୀକ୍ଷକ ବୀରେନ୍ଦ୍ର ମହାଳି କହିଛନ୍ତି, ଆମର ଟ୍ରାଡିସନାଲ ୱେରେ ଚାଷ ତ ବହୁତ ଆଗରୁ ହେଉଥିଲା, ହେଉଛି ଆଉ ହେବ। ଯେମିତିକି ଆପଣ କୋବି ହେଲା, ଫୁଲକୋବି ହେଲା, ବନ୍ଧାକୋବି, ବିନ୍ସ, ବାଇଗଣ, ଟମାଟୋ ଏଗୁଡ଼ା ଚାଲିଛି। ତା ସହିତ ଆମେ ନୂଆ ଆରମ୍ଭ କରିଛୁ ଛତୁ ଚାଷ। ଟିକେ ସ୍କିଲ୍ ଡେଭଲପମେଣ୍ଟ ଅଫିସର ସେ ଆସିକରି ଆମ ପିଲାମାନଙ୍କୁ ଟ୍ରେଣ୍ଡ କରିଛନ୍ତି। ଶୀତ ସରିବାକୁ ବସିଛି, ଖରା ଆରମ୍ଭ। ଏହି ସମୟରେ ମାଟିରୁ ବାହାରୁଛି କନ୍ଧମାଳର ଦେଶୀ ଛୋଟ ଛୋଟ ଆଳୁ। ଦେଖିବାକୁ ଆକାରରେ ବହୁତ ଛୋଟ, ଅଧିକ ସ୍ୱାଦିଷ୍ଟ, ଔଷଧୀୟ ଗୁଣରେ ଭରପୁର ଏହି କନ୍ଧମାଳ ଆଳୁ। କେବଳ କନ୍ଧମାଳ ଜିଲ୍ଲାରେ ଏହି ଆଳୁ ଦେଖିବାକୁ ମିଳେ। ଏବେ କିନ୍ତୁ ଧୀରେ ଧୀରେ ଚାଷ କମିବାରେ ବସିଛି। ସରକାରୀ ପ୍ରୋତ୍ସାହନ ଅଭାବ ରହୁଥିବାରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।